ମୋ ଆଖି ଉପରେ ଆଖି ରଖି ତୁମେ ଦେଲ ଚେତନାର ରାହା, ଦେଲ ଚେତନାର ରାହା। ମୋ ଆଖି ଉପରେ ଆଖି ରଖି ତୁମେ ଦେଲ ଚେତନାର ରାହା, ଦେଲ ଚେତନାର ରାହା। ଜନମ ଜନମ ପାଇ ତୁମ ଶିଶୁ, ତୁମେ ମୋର ଚିରମା, ତୁମେ ମୋର ଚିରମା। ମୋ ଆଖି ଉପରେ ଆଖି ରଖି ତୁମେ ଦେଲ ଚେତନାର ରାହା, ଦେଲ ଚେତନାର ରାହା। ତୁମରି ପରଶ ତୁମ ମୋହ, ଭୁଲି ଯାଏ ମୁଁ ସବୁରି ମୋହ। ତୁମରି ପରଶ ତୁମ ମୋହ, ଭୁଲି ଯାଏ ମୁଁ ସବୁରି ମୋହ। ତୋ ଦିବ୍ୟ ଆନନ୍ଦେ ଭରି ଦିଅ ମୋର, ତୋ ଦିବ୍ୟ ଆନନ୍ଦେ ଭରି ଦିଅ ମୋର ମନ ପ୍ରାଣ ଆଉ ଦେହ, ମନ ପ୍ରାଣ ଆଉ ଦେହ। ମୋ ଆଖି ଉପରେ ଆଖି ରଖି ତୁମେ ଦେଲ ଚେତନାର ରାହା, ଦେଲ ଚେତନାର ରାହା। ଜନମ ଜନମ ପାଇ ତୁମ ଶିଶୁ, ତୁମେ ମୋର ଚିରମା, ତୁମେ ମୋର ଚିରମା। ତୁମେ ଦେଖାଇଲ ଦିବ୍ୟ ପଥ, ତୁମ ନାମ ଆମ ମୂଳ ମନ୍ତ୍ର। ତୁମେ ଦେଖାଇଲ ଦିବ୍ୟ ପଥ, ତୁମ ନାମ ଆମ ମୂଳ ମନ୍ତ୍ର। ତୁମରି ସେବାରେ ଆମେ ତ ଲାଗିବୁ, ତୁମରି ସେବାରେ ଆମେ ତ ଲାଗିବୁ, ହୋଇଣ ତୁମରି ଯନ୍ତ୍ର, ହୋଇଣ ତୁମରି ଯନ୍ତ୍ର। ମୋ ଆଖି ଉପରେ ଆଖି ରଖି ତୁମେ ଦେଲ ଚେତନାର ରାହା, ଦେଲ ଚେତନାର ରାହା। ଜନମ ଜନମ ପାଇ ତୁମ ଶିଶୁ, ତୁମେ ମୋର ଚିରମା, ତୁମେ ମୋର ଚିରମା। ମୋ ଆଖି ଉପରେ ଆଖି ରଖି ତୁମେ ଦେଲ ଚେତନାର ରାହା, ଦେଲ ଚେତନାର ରାହା। प्रणाम आर द लोटस फीट ऑफ द डिवाइन मदर। करुणामयी माँ परम प्रभु श्री अरविंद, उपस्थित समस्त मातृ संतान। जो चैत्य शिक्षा गुरुत्वपूर्ण शिक्षा दिए, आम जो शारीरिक शिक्षा, प्राणिक शिक्षा, मानसिक शिक्षा ये सब को आम जीवन में लिभाऊचु, तार उद्देश्य कौन? तार उद्देश्य होची ये सब किसी चैत्य आविष्कार सहायक है। तो जड़े चैत्य शिक्षा जो मन बल को केतेटा कथा को से गुरुत्व दवा दरकार, कहीं मन बल मुझे खाली टिप्स कहबी। प्रथम कथा है चैत्य शिक्षा रे जीवन यथार्थ उद्देश्य कौन। फास्ट
ସେକେଣ୍ଡ ହେଲା କୋଉ ରହସ୍ୟ ଉଦ୍ଘାଟନ କରିବାରେ ଏଇ ଜୀବନ ନିୟୋଜିତ ହବା ଉଚିତ। ତୃତୀୟରେ ହେଲା ଯୋଉ ରହସ୍ୟ ସେ ଉଦ୍ଘାଟନ କରିବ ତାର ଫଳ କଣ ହବ। ତାପରେ ଚତୁର୍ଥ କଥା ହେଲା ଶାଶ୍ୱତ ସତ୍ୟ ପାଖରେ ବ୍ୟକ୍ତିର ଆତ୍ମନିବେଦନ ଅର୍ଥ କଣ। ମୁଁ ଆଜି ଏଇ ଚାରିଟା କଥା ଆଲୋଚନା କରିବି। ପ୍ରଥମ କଥା କଣ କହିଲି, ଚୈତ୍ୟ ଶିକ୍ଷାରେ ଜୀବନର ଯଥାର୍ଥ ଉଦ୍ଦେଶ୍ୟ କଣ। ଦ୍ୱିତୀୟ କଥାରେ କହିଲି କେଉଁ ରହସ୍ୟ ଉଦ୍ଘାଟନ କରିବାରେ ଏଇ ଜୀବନ ନିୟୋଜିତ ହବା ଉଚିତ। ତୃତୀୟ କଥା କହିଲି ସେଇ ଉଦ୍ଘାଟନର ଫଳ କଣ ହବ। ଚତୁର୍ଥ କଥାରେ କହିଲି ଶାଶ୍ୱତ ଶକ୍ତି ପାଖରେ ବ୍ୟକ୍ତିର ଆତ୍ମନିବେଦନ ଅର୍ଥ କଣ। ଏ ଚାରିଟା କଥା ଗୁରୁତ୍ୱ ଦଉନା, ତାର ଚୈତ୍ୟ ଆବିଷ୍କାର ହେଇଯିବ। ଆମେ କେବେ ଏଇ ଚାରିଟାକୁ ମନରେ ଭର୍ତ୍ତି କଲେଣି କି? ଆମେ ନିଜକୁ ପ୍ରଶ୍ନ କରିବା, ଏଇ ଯୋଉ ଚାରିଟା କଥା ମୁଁ ଆଜି ଗୁରୁତ୍ୱପୂର୍ଣ୍ଣ ଭାବରେ କହୁଛି, ଏଇ ଚାରିଟା କଥାକୁ ଆମେ କେବେ ଗୁରୁତ୍ୱ ଦେଲେଣି କି ଆମ ଜୀବନରେ। ପ୍ରଥମ କଥା ହେଲା ଚୈତ୍ୟ ଶିକ୍ଷାରେ ଜୀବନର ଯଥାର୍ଥ ଉଦ୍ଦେଶ୍ୟ। ଆମେ କେବେ ଆମ ଜୀବନର ଯଥାର୍ଥ ଉଦ୍ଦେଶ୍ୟଟାକୁ ବୁଝିଲେଣି? କେବେ ଆମେ ତାକୁ ବୁଝିବା ଯାଉ। ଜୀବନ କଣ, ଜୀବନଟା କାହିଁକି ଦିଆଯାଇଛି। ମହାଭାରତ ପଢୁଛୁ, ମହାଭାରତରେ ଲେଖା ହେଇଛି ମନେ ରଖ ଭାଗବତ କର୍ମ ଓ ଭାଗବତ ଅଭିବ୍ୟକ୍ତିରେ ସାହାଯ୍ୟ ନିମିତ୍ତ ତୁମକୁ ତୁମର ଜୀବନ ଦିଆ ହୁଏ। ତାହେଲେ ସେଥିରୁ ଆମେ ସ୍ପଷ୍ଟ ହେଇଯାଉଛି ଯେ ଆମର ଏଇ ଜୀବନଟା ଭଗବାନଙ୍କ ସେବା କରିବା ପାଇଁ ଉଦ୍ଦିଷ୍ଟ ହେଇଛି, ଭଗବାନଙ୍କୁ ଅଭିବ୍ୟକ୍ତି କରିବା ପାଇଁ ଆମ ଜୀବନ ଉଦ୍ଦିଷ୍ଟ ହେଇଛି। ଏଇଟା ଆମେ ଖାଲି ଶୁଣିଛୁ, ମନେ ରଖିଛୁ ବାକ୍ୟ ଏବଂ ପଚାରିଲେ ବି କହିଦଉଛୁ। ଯେତେବେଳେ ଦଳଗତ ଆଲୋଚନା ହଉଛି ଆମେ କିଛି ଉତ୍ତର ଦେଇ ଦଉଛୁ, ସେଟା ଯଥେଷ୍ଟ ନୁହଁ। ଏଟା ଜାଣିବାର ଅଛି, ରିଏଲାଇଜ ରେ କେତେ ଅଛି। ସତରେ ଆମେ ଆମ ଜୀବନକୁ କେବେ ବୁଝିବାକୁ ଚେଷ୍ଟା କରୁଛେ? ଯଦି ଜୀବନକୁ ବୁଝିବାକୁ ଆମେ ଚେଷ୍ଟା କରୁଥାନ୍ତେ ତାହେଲେ ଜଣେ ତା ଭିତରେ ପ୍ରଶ୍ନ କରିବ, ମୁଁ କାହିଁକି ମାନବ ଜୀବନ ପାଇଛି, ମୁଁ କାହିଁ ପଶୁ ଜୀବନ ପାଇଲିନି, ମାନବ ଜୀବନ ପାଇବା ପୂର୍ବରୁ ମୁଁ କୋଉ ପ୍ରକାର ଜନ୍ମରେ ଥିଲି, ମୋ ଭିତରେ ଏଇ ପଶୁ ଗୁଣ ଗୁଡା କୋଉଠୁ ଆସିଲା, ମୁଁ ଏମିତି କାହିଁକି ହିଂସା ଦେଖଉଛି, ଈର୍ଷା ଦେଖଉଛି, ଲୋଭ କାହିଁ କରୁଛି, ନିଜର କରିନେବାର ଅଧିକାର କରିନେବାର ଭାବ କାହିଁ ରଖୁଛି। କାହିଁ ପଶୁମାନେ ତ ଶିକାର କରିକି ଆଣୁଛନ୍ତି, ସେମାନେ ତ ନେଇକି କୋଉଠି ଡିପୋଜିଟ କରିକି ରଖୁନାହାନ୍ତି, ଏଇଟା ଆଜି ମୁଁ ଶିକାର କଲି, ଆଜି ଖାଇଥାଏ, ଯେତିକି ବଢିଲା କାଲି ଖାଇବି। ବରଂ ସେ ଯାହା ଶିକାର କରିକି ଆଣି ସେ ଖାଇବ, ତାପରେ ଆଉ 5 ଜଣ ବି ଆସିବେ, ସେ ବି ସାଙ୍ଗ ହେଇ ଖାଇବେ। ତାଙ୍କର ଷ୍ଟୋରେଜ କରି ରଖିବାର ନାହିଁ। ମଣିଷଙ୍କ ଭଳିଆ ସେମାନଙ୍କର କଳି କରିବା ଗୁଣ ନାହିଁ। ସେମାନେ ମଣିଷ ଯେମିତି ଅଧିକାର ପାଇଁ କଳିକଜିଆ କରୁଛନ୍ତି, ସେମାନେ କଣ ସେମିତି କଳିକଜିଆ କରନ୍ତି? ଯାହା ଆଣିବେ ସାଙ୍ଗ ହେଇ ଖାଇଦେବେ, ସରିଗଲା ପୁଣି ଯିବେ ଶିକାର କରିବେ, ପୁଣି ଆଣିବେ ସାଙ୍ଗ ହେଇ ଖାଇଦେବେ। ତେଣୁ ସେମାନେ ତ ମନୁଷ୍ୟ ମାନଙ୍କ ଅପେକ୍ଷା ଅଧିକ ଦିଗ। ତାହେଲେ ଆମେ ମାନବ ଜୀବନ ପାଇଛୁ କାହିଁ? ଆମେ ତ ସେଇଆ କରୁ। ତାହେଲେ ଏଇ ଯୋଉ ଗୁଣ ଗୁଡାକ ଆମ ଭିତରେ ଆସିଛି କାହିଁକି? ହିଂସା ଗୁଣ ଆସିଛି କାହିଁକି? ତାହେଲେ ଏଥିରୁ ଜଣା ପଡିଯାଉଛି ବୋଧେ ଆମେ ପୂର୍ବରୁ ପଶୁ ଥିଲେ, ଆଉ ଏପର୍ଯ୍ୟନ୍ତ ସେ ପଶୁର ପ୍ରଭାବ ଟିକେ ଟିକେ ଆମ ଭିତରେ ରହିଛି। ଯଦିଓ ମାନବ ଚେହେରାଟା ଧରିଛୁ ବା ଶରୀରଟା ଧରିଛୁ, ରୂପଟା ଧରିଛୁ, କିନ୍ତୁ ଗୁଣ ଗୁଡାକ ଏପର୍ଯ୍ୟନ୍ତ ଆମର ସେ ପଶୁର ଗୁଣ ଗୁଡାକ ରହିଛି। ପ୍ରକୃତିଟା ମଧ୍ୟ ସେ ପଶୁର ପ୍ରକୃତି କେତେବେଳେ ରହିଛି, କେତେବେଳେ ପଶୁ ପ୍ରବୃତ୍ତି ରହିଛି। ମୁଁ ଗୋଟେ ଦିଟା ଟର୍ମ କହୁଛି, ଗୋଟେ ପ୍ରକୃତି ଆଉ ଗୋଟେ ପ୍ରବୃତ୍ତି। ଏଇ ଯୋଉ ପ୍ରକୃତି କୋଉଟା, ପ୍ରବୃତ୍ତି କୋଉଟା, ସେଟା ଟିକେ ଭଲ କି ଆମେ ଟିକେ ଅନୁଧ୍ୟାନ କରିବା ଦରକାର। ଦିଟା କେବେ ଏକା କଥା ନୁହଁ। ପ୍ରବୃତ୍ତି ଆଉ ଗୋଟେ ହେଲା ପ୍ରକୃତି। ପ୍ରବୃତ୍ତି ଅର୍ଥାତ୍ ସେ ତା ଗୋଟେ ମାନେ ଜେନେଟିକ ଭାବରେ ସେ ପ୍ରଭାବକୁ ନେଇକି ଆସିଥିବ, ସେଟା ହେଲା ତାର ପ୍ରବୃତ୍ତି। ପ୍ରକୃତି ହେଲା ତା ପ୍ରକୃତିଟା ଚେଞ୍ଜ ହେଇଯିବ, ଧର ଅଭ୍ୟାସ କଲା କିଛି ପ୍ରକୃତିଟା ତାର ବଦଳିଗଲା, ସେଟା ଚେଞ୍ଜ ହେଇଯିବ। ଆମେ ଖାଲି ସିନା ଗୋଟେ ଲଜିକ ଦେଖଉଛୁ, ଘୁଷୁରୀ ପ୍ରକୃତି ପଙ୍କେ ଲୋଟେ, ମନୁଷ୍ୟ ପ୍ରକୃତି ମଲେ ତୁଟେ ନାହିଁ। ଜଣେ ବଦମାସି ହେଇଥିଲା, ଧୀରେ ଧୀରେ ସେ ସାଧୁ ସନ୍ଥ ପାଖକୁ ଯାଉ, ଗୀତା ଫିତା ପଢୁ, ଧ୍ୟାନ କରୁ, ଜପ କରୁ, ତା ପ୍ରକୃତି ବଦଳି ଯାଇଛି। ସେ ଆଗ ଭଳିଆ ରୁକ୍ଷ ହେଇପାରୁନି, ଗୋଟେ ଶାନ୍ତ ନୀରବ ହେଇଗଲାଣି। ପ୍ରଥମ ପ୍ରଥମେ ଦେଖିଥିବା ପିଲାମାନେ ଭାରି ବଦମାସ ଥିବେ, ଏହା କରୁଥିବେ, ବଡ ହେଲା ପରେ ପୁରା ଶାନ୍ତ ହେଇଯିବ। ଆଉ ଅନେକ ପିଲା ପିଲାଦିନେ ଭାରି ଶାନ୍ତ, ବଡ ହେଲା ପରେ ଭାରି ଦୁଷ୍ଟ। କେବେ ଆଶା କରିନଥିବେ
ମାନେ ଭାରି ସାଇଲେନ୍ସ ଥିବେ ପିଲାମାନେ, ବଡ ହେଲେ ଗୁଣ୍ଡାଗିରି କରୁଛନ୍ତି, ମାରଧର କରୁଛନ୍ତି, ନିଶା ସେବନ କରୁଛନ୍ତି, ହଁ, ଆଉ ଅସାମାଜିକ କାର୍ଯ୍ୟରେ ପୁରା ଲିପ୍ତ ରହିଛନ୍ତି। ତାହେଲେ ପିଲାଦିନ ତ କାହିଁ ତାଙ୍କର ଏ ପ୍ରଭାବ ନଥିଲା? ବଢିଆ ଶାନ୍ତ ସରଳ ନିରୀହ ପିଲା ଥିଲା, ମାଛିକି ମ କହୁନଥିଲା, ପୁରା ଲାଜକୁଳିଆ ଥିଲା, କ୍ଲାସ ରେ ପାଠ ପଢିଲା ବେଳେ ଉତ୍ତର ଦଉନଥିଲା, ଗୁମ୍ ମାରିକି ବସୁଥିଲା, ୟା ତାଠୁ କପି କରୁଥିଲା, ଆକୁ ତାକୁ ଦେଖୁଥିଲା, ଏଇଭଳିଆ ସବୁ ହଉଥିଲା, ପାଠ ସହିତ ହଉନଥିଲା। କିନ୍ତୁ ବଡ ହେଲା ପରେ ପାଠ ଟିକେ ପଢି ଭଲ ଇଏ କରି ତାପରେ ଚାକିରି ବାକିରି ନ ପାଇଲା କତରୁ ସେ ନିଶା ସେବନ କରି ଆହୁରି କଣ କଣ ଅସାମାଜିକ ସେ କାମ କଲା। ହଁ, ତାର ଦୃଷ୍ଟାନ୍ତ ମୋ ପାଖରେ ବହୁତ ଅଛି, ମୁଁ ନିଜେ ଜାଣିଥିବା କଥା ମୁଁ ଅନେକ ମୁଁ କହିଦେଇ ପାରିବି। ତେଣୁ ଏଇ ଜିନିଷଟା ହେଇଛି, ତାହେଲେ କେମିତି ହେଲା? ପ୍ରକୃତିଟା ବଦଳି ଯାଉଛି ନା ନାଇଁ? ଆମକୁ କହୁଛେ ପ୍ରକୃତି ବଦଳିବନି। ତେଣୁ ପିଲା ବେଳରେ ଗୋଟେ ପ୍ରକାର ଥିଲା, ବଡ ହେଲା ପରେ ଆଉ ଗୋଟେ ପ୍ରକାର ହେଇଯାଉଛି। ପିଲା ଦିନରେ ଯାହା ଥିଲା ଆମକୁ ସେଇଆ ହେଇକି ଅଛେ? ସେଇ ପ୍ରକୃତିଟା ଆମର ଅଛି? ସେଇ ପ୍ରକୃତି ଆମର ନାହିଁ। ହୁଁ, ଆଉ ଯଦି ସେ ଆମ ପିଲାଦିନେ କଣ ଥିଲେ ମନେ ମନେ ରଖିପାରୁନୁ, ସେ ବି ଗୋଟେ ବଢିଆ କଥା। ଯଦି ଆମେ ମନେ ରଖିଥାନ୍ତେ, ଆମ ସାଙ୍ଗ କିଏ ମୋ ପକେଟରୁ ନେଇଯାଇଛି କି ମୋ ବ୍ୟାଗରୁ ଚୋରେଇକି ନେଇଥିଲା ଟିଫିନ, ଏଇ ତୁ ମୋ ଟିଫିନ ଦେବେ, ଏବେ ମାଗନ୍ତେ ଡିମାଣ୍ଡ କରି। ମନେ ନାହିଁ ପିଲାଦିନେ ସେ ମୋ ଟିଫିନ ରୁ ଖାଇ ଦଉଥିଲା, ମୋ ପଇସା ଚୋରେଇକି ନଉଥିଲା। ଏବେ ଯଦି ଦେଖିଲି ବଡ ଚାକିରି କଲାଣି, ଦେ ମୋ ପଇସା ଦେ। ପିଲାଦିନେ କେତେ ଚୋରେଇକି ମୋଠୁ ନେଇଛି, ଦେବେ, ଡିମାଣ୍ଡ କରନ୍ତେ। ସେଟା ଆମେ ମନେ ରଖିନୁ, କାହିଁକି ନା ସେ ସ୍ତରଟାକୁ ଆମେ ଅତିକ୍ରମ କରି ଯାଇଛୁ। ତେଣୁ ସେଇ ସ୍ତରରେ ଯୋଉ ପ୍ରକାର ଚେତନାର ପ୍ରଭାବ କାର୍ଯ୍ୟକାରୀ ହଉଥିଲା, ବର୍ତ୍ତମାନ ସେଇଟା ନାହିଁ, ଟିକେ ବଦଳି ଯାଇଛି। ସେଇ ଅନୁସାରେ ସେଇ ସମୟରେ ଯୋଉ ପ୍ରକାର ପ୍ରକୃତି କାମ କରୁଥିଲା, ଏବେ ନାହିଁ। କିନ୍ତୁ ପ୍ରବୃତ୍ତିଟା ଧର ପଶୁର ଯୋଉ ଗୁଣ ଧର୍ମ, ସେଇଟା ତା ଭିତରେ ଏପର୍ଯ୍ୟନ୍ତ କ୍ରିୟାଶୀଳ ହଉଛି। ଯେମିତି ତିନିଟା କଥା ପ୍ରବୃତ୍ତି ଭିତରେ ଦେଖିବେ, ଯୋଉଟା କି ପଶୁ ସହିତ ଆମେ ସମାନ। ଆହାର, ନିଦ୍ରା, ମୈଥୁନ। କୋଉ ମଣିଷଟା ତିନିଟା ଭିତରେ ଲିପ୍ତ ନୁହନ୍ତି କୁହନ୍ତୁ? ଆହାର, ନିଦ୍ରା, ମୈଥୁନରେ ଆମେ ତିନି ପୁରା ଲିପ୍ତ ଅଛେ। ତେଣୁ ଆମେ ଆହାର ନଉଛେ, ନିଦ୍ରା ଯାଉଛେ, ମୈଥୁନ କରୁଛେ। ତେଣୁ ଏ ଯୋଉ ତିନିଟା କାର୍ଯ୍ୟ ହେଲା ଆମ ପ୍ରବୃତ୍ତି। ଏଇଟା ପୂର୍ବରୁ ପୁରା ସେ ବୃତ୍ତିଗତ ଭଳିଆ ଜେନେଟିକ ଭାବରେ ହେଇକି ଆସିଛି, ଏଇଟା ଲୋପ ପାଉନି। ତାପରେ ଆମର କଣ୍ଟ୍ରୋଲ ଆସିଲାଣି, ତାପରେ ଆମେ ଗବେଷଣା କଲେଣି କି ଏଇଟା କୋଉଠୁ ଆସିଲା, କାହିଁକି ଆସିଲା, କଣ ପାଇଁ ଆମକୁ ଏଇଟା ଏ ଭାବଟା ଦେଖା ଦେଇଛି, ତାର ରୁଟ୍ କଜ୍ ଟା କୋଉଠି, ତା ମୂଳଟା କୋଉଠି, ତାକୁ ଛିଣ୍ଡେଇବା, ଏସବୁ ବିଷୟରେ ଆମର ସମୀକ୍ଷା ନାହିଁ। ତେଣୁ ଜୀବନକୁ ଆମେ ଠିକରେ ବୁଝିନୁ। ତେଣୁ ଜୀବନକୁ ଯୋଉ ଯଥାର୍ଥ ଉଦ୍ଦେଶ୍ୟଟା ବୁଝିବାକୁ ହେଲେ ଆମର ଜୀବନଟା କେବେ ଷ୍ଟାର୍ଟ ହେଇଛି, କିଏ ପଚାରିଛୁ? ଜୀବନଟା ଆମର କେବେ ଷ୍ଟାର୍ଟ ହେଲା? ପ୍ରଥମେ ଆମେ କେବେ ଜୀବନ ପାଇଲେ? ସେ ପଶୁ ଜୀବନ ହଉ, କୁର୍ମୀ ଜୀବନ ହଉ, କୀଟପତଙ୍ଗ ହଉ, ସରୀସୃପ ହଉ, ପ୍ରଥମେ ଆମର ଜୀବନଟା କେବେ ଦିଏ, ତାପରେ ସିନା ପରିବର୍ତ୍ତିତ ହେଇ ହେଇକା ଆସିକି ଆମେ ମାନବ ସ୍ତରରେ ପହଞ୍ଚିଲେଣି। ପ୍ରଥମେ ଆମେ ଜୀବନଟା କେବେ ପାଇଲେ? ଆମେ ବର୍ତ୍ତମାନ ଇତିହାସ ଖୋଲିକି ପଛକୁ ଗଲେ ଜାଣିପାରିବା? ଜାଣିପାରିବା। ତାହେଲେ ଏଟା କୋଉ ପ୍ରଭାବ ଦ୍ଵାରା ଜାଣି ହବ? କାଲି ମୁଁ ସେଇଟା କହୁଥିଲି, ଯଦି ଜଣେ ଚୈତ୍ୟ ଚେତନାରେ ବଞ୍ଚେ, ତାହେଲେ ଏଇ ଚୈତ୍ୟ ଚେତନା ଯେହେତୁ ତାର ମୂଳରୁ ଅଛି, ସେଇ ଚେତନା ଦ୍ଵାରା ସେ ଜାଣିପାରିବ। ଯଦି ଜଣେ ଚୈତ୍ୟ ଚେତନା ରହେ, ତାହେଲେ ସେ ଚେତନା ତାକୁ ଜଣେଇଦବ ପାଷ୍ଟରେ ସେ କଣ ଥିଲା। ମୁଁ ଉଦାହରଣ ଦଉଥିଲି, ଦିଲ୍ଲୀର ଗୋଟେ ପିଲାର ଉଦାହରଣ ଦଉଥିଲି। ସେ ଗୋଡେଇଲା ତା ବାପା ମାଙ୍କୁ, ବାସ୍ତବରେ ତା ପୂର୍ବ ଲାଇଫରେ ତାର ବାପା ମା ସେମାନେ ଥିଲେ, ଏବେ ବୟସ ହେଇଗଲାଣି, ତଥାପି ଏବେ ଜନ୍ମ ନେଲା ପରେ ସେ ଦୌଡିଛି ତାର ବାପା ମା ବୋଲି କହିକି, ତାଙ୍କର ବାଡି ବଗିଚା ବାଗାନ ସବୁ କଥା ମନେ ପକେଇ ସେ କହିଦଉଛି ହେଲା। ଏବଂ ତାପରେ ବହୁତ ରିସର୍ଚ୍ଚ ହେଲା, ଜଣେ ଯୋଗୀ ହିଁ ତାକୁ ଏଇ କଥାଟି କହିଲା। ଏଇଟା ସେ ସାଇକିକ ର ଫ୍ଲୋରେ ଆସିକି ଏଇ କଥାଟା କହୁଛି, ଏଇଟା ଠିକ କଥାଟା ସେ କହୁଛି, କି ଭୁଲ କଥା କହୁନି। ତେବେ ଏଇ ଯୋଉ ଚୈତ୍ୟ ଚେତନାରେ ଜୀବନ ବଞ୍ଚିବା ଦ୍ଵାରା ଆମେ ଆମ ପାଷ୍ଟ ଲାଇଫରେ କଣ କଣ ସବୁ ରେକ୍ଟିଫିକେସନ ଆବଶ୍ୟକ ଅଛି ଜାଣିପାରିବା। ପାଷ୍ଟରେ କୋଉ ମିଷ୍ଟେକ୍ ସବୁ କରିଥିଲେ ଆମେ ଜାଣିପାରିବା, ଯୋଉଟା ଏଇ ଲାଇଫରେ ଆମେ ଆଉ ସେ ଭୁଲଟାକୁ ପୁନରାବୃତ୍ତି କରିବା ନାହିଁ। ତେଣୁ ଏଇଭଳି ଏକ ପ୍ରଭାବକୁ ଆମେ ଯଦି ହାସଲ କରିବାକୁ ଚାହୁଁଛୁ, ତାହେଲେ ଆମକୁ ଆମ ଜୀବନ ବିଷୟରେ ତନ୍ନ ତନ୍ନ କରି ବୁଝିବାକୁ ପଡିବ। ଯୋଉ ବିଶ୍ୱ ପ୍ରକୃତି ସହିତ ଆମର ସମ୍ପର୍କ, ଯୋଉ ଜୀବନ ପାଇଲା ମାନେ ଆମେ କାହା ସହିତ ସମ୍ପର୍କ ଯୋଡ଼ିଲେ ଆମ ଜୀବନଟା ଏକ୍ଜିଷ୍ଟ କରିବା ପାଇଁ ଏ ବିଶ୍ୱ ପ୍ରକୃତି ସହିତ ସେ ସମ୍ପର୍କିତ ହେଇଛି। ତାହେଲେ ବିଶ୍ୱ ପ୍ରକୃତି ଭିତରୁ ଆମର ଏ ଜୀବନ କଣ ସବୁ ଖୋରାକୁ ଗ୍ରହଣ କରିଛି ଏବଂ କାହିଁକି ଗ୍ରହଣ କରିଛି, କୋଉ ପ୍ରକାର ବିକାଶ କରିବା ପାଇଁ ଗ୍ରହଣ କରିଛି, ଯୋଉ ପ୍ରକାର ବିକାଶ ଗ୍ରହଣ କରିବା ପାଇଁ ସେ ଗ୍ରହଣ କରିଛି,
ସେଟା ସେ ମାନେ ସକ୍ସେସ ହେଇଛି ନା କିଛି ଫେଲୁଅର ହେଇଯାଇଛି, ଯଦି ଫେଲୁଅର ହେଇଛି କାହିଁକି ଫେଲୁଅର ହେଇଛି, ତାହେଲେ ବର୍ତ୍ତମାନ କଣ କଲେ ସେ ଜିନିଷକୁ ସେ ଆଚିଭ କରିପାରିବ, ହାସଲ କରିପାରିବ। ଇଏ ସମସ୍ତ କଥାକୁ ଯଦି ଆମେ ସମୀକ୍ଷା କରିବା ତାହେଲେ ଜୀବନ ରହସ୍ୟ ବୁଝିପାରିବା। ଜୀବନକୁ ଏତେ ସହଜରେ ବୁଝି ହବନି। ତେଣୁ ଶିକ୍ଷାର ଅସଲ ଉଦ୍ଦେଶ୍ୟଟା ହଉଛି ଜୀବନ ସହିତ ସମ୍ପର୍କିତ କରିବା। କିନ୍ତୁ ଆଜିକାଲି ଅନେକ ଅଭିଭାବକ ଏଇ ଏ ବାବଦରେ ସଚେତନ ହଉନାହାନ୍ତି। ଅନେକ ଅଭିଭାବକ ଏ ଦିଗରେ ସଚେତନ ହଉନାହାନ୍ତି। ସେମାନେ ଚାହୁଁଛନ୍ତି ପ୍ରେଜେଣ୍ଟ ଲାଇଫରେ କେମିତି ଗୋଟେ ସକ୍ସେସ ଦରକାର, ସତେ ଯେମିତି ୟା ପରେ ଆଉ ତା ଲାଇଫ ଆସିବନି, ଏଇଟା ତାର ଏଣ୍ଡ ହେଇଗଲା। ବର୍ତ୍ତମାନ ଲାଇଫଟା କୋଉ ପ୍ରକାର କଲେ ଭବିଷ୍ୟତ ଜୀବନଟା ତାର ପୁରାତନ ଭୁଲ ଭ୍ରାନ୍ତିର ଫଳଟା ଯେମିତି ଆମେ ବର୍ତ୍ତମାନ ଭୋଗୁଛୁ, ଆମ ପୂର୍ବସୂରୀ ମାନେ ଯାହା କରିଦେଇଛନ୍ତି ଆମେ ବର୍ତ୍ତମାନ ଭୋଗିବାକୁ ବାଧ୍ୟ ହଉଛେ, ସେଇ ଭୁଲଟା ତାର ପୁନରାବୃତ୍ତି ହବ ନାହିଁ। ଏ ବିଷୟରେ ଗାର୍ଡିଆନ ମାନେ ସଚେତନ ନୁହନ୍ତି, ଆମେ ବି ସଚେତନ ହଉନୁ। ଚୈତ୍ୟ ଶିକ୍ଷା ସେଇ ଜିନିଷର ରହସ୍ୟକୁ ଉଦ୍ଘାଟନ କରେ। ତେଣୁ ଆମେ ଜୀବନକୁ ପୁରା ତର୍ଣ୍ଣ କରି ବୁଝିବାକୁ, ତର୍ଣ୍ଣ କରି ଟିକନିକ ଗୋଟେ ଏକ୍ସପେରିମେଣ୍ଟ ଲାବୋରେଟୋରୀ ଯେମିତି ପୁରା ଟିକନିକ କରିକି ସବୁ ପରୀକ୍ଷା ନିରୀକ୍ଷା କରି ଦେଖାଯାଏ, ବା ଯଦି ଓଟି ଭିତରେ ଡକ୍ଟର ଯେମିତି କଣ ହେଇଛି ତା ଭିତରେ ଘା ହେଇଛି କି ଅନ୍ୟ କଣ ହେଇଛି ପୁରା ଟିକନିକ କରି କୋଉ ଜାଗାରେ ଘା ପୁରା ଦେଖେ, ବା ଯେମିତି ଲ୍ୟାବରେ ବ୍ଲଡ କୁ ନେଇକି ମାଇକ୍ରୋସ୍କୋପ ପକେଇକି ଯେମିତି କେତେ କଣିକା ଅଛି, କଣ ଅଛି, ତାର ମ୍ୟାଲେରିଆ ଭାଇରସ ଅଛି କି ନାହିଁ, ଆଉ କଣ ଭାଇରସ ଅଛି, ସବୁ ତର୍ଜମା କରିକି ସେ ରିପୋର୍ଟ ଗୋଟେ ବାହାର କରୁଛି। ସେଇଭଳି ଆମକୁ ପୁରା ତର୍ଣ୍ଣ କରି ଟିକନିକ କରିକି ଆମକୁ ଖୋଜିବାକୁ ପଡିବ। କୋଉ ନିବୃତ୍ତ କୋଣରେ ଯଦି କୋଉ ଟିକେ ମିଷ୍ଟେକ ରହିଯାଇଥାଏ, ସେଦିନ ବିରାଟ ଧୂମ ହେଇକି ଆମ ଭିତରେ ଦେଖାନ୍ତୁ। ତେଣୁ ଆମ ଭିତରେ ସମସ୍ତ ମିଷ୍ଟେକର ଅସଲ କାରଣଟା କଣ ଖୋଜିକି ବାହାର କରିବାକୁ ପଡିବ, ତେବେ ଯେ ଆମ ଜୀବନକୁ ଆମେ ସୁଧାରି ପାରିବା। ତେଣୁ ଜୀବନକୁ ବୁଝିବାରେ ଯେ ସହାୟକ ହୁଏ ସେଟା ହଉଛି ଚୈତ୍ୟ ଶିକ୍ଷା। ତେଣୁ ଚୈତ୍ୟ ଶିକ୍ଷାକୁ ଆମ ଭିତରେ ପ୍ରତିଫଳିତ କରିବା ପାଇଁ ଆମେ କେତେ ଗୁଡିଏ ପଏଣ୍ଟ, ଯୋଉ 4ଟା ପଏଣ୍ଟ କଥା ବର୍ତ୍ତମାନ କହିଲି। ପ୍ରଥମ ପଏଣ୍ଟରେ ହଉଛି ଆମେ ଆମ ଜୀବନର ପ୍ରକୃତ ଉଦ୍ଦେଶ୍ୟଟାକୁ ବୁଝିବା। ଆଚ୍ଛା, ଏଇ ଜୀବନଟା ଆମକୁ ଦେଇଛନ୍ତି କିଏ? ମୁଁ ନା କହୁଥିଲି ମହାଭାରତରେ ଲେଖା ହେଇଛି, ମନେ ରଖ, ଭାଗବତ କର୍ମ ଓ ଭାଗବତ ଅଭିବ୍ୟକ୍ତିରେ ସାହାଯ୍ୟ ନିମିତ୍ତ ତୁମକୁ ତୁମର ଜୀବନଟା ଦିଆହେଇଛି। ଦେଇଛନ୍ତି କିଏ? କେବେ ଆମେ ପ୍ରଶ୍ନ କରୁଛୁ ଆମକୁ ଜୀବନଟା ଦେଇଛି କିଏ? ଆଚ୍ଛା, ଜୀବନଟା ଯଦି ଭଗବାନ ଦେଇଛନ୍ତି ତାହେଲେ ତାଙ୍କର କିଛି ଗୋଟେ ଉଦ୍ଦେଶ୍ୟ ଥିବ ବୋଲି ଦେଇଛନ୍ତି ନା ଖାଲି ଦେଇଛନ୍ତି? ନିଶ୍ଚୟ କିଛି ଗୋଟେ ଉଦ୍ଦେଶ୍ୟ ଅଛି। କଣ ସେ ଉଦ୍ଦେଶ୍ୟଟା? ତାହେଲେ ଭଗବାନ ମତେ କାହିଁକି ଜୀବନଟା ଦେଇଛନ୍ତି, ସଂସାରକୁ କାହିଁକି ପଠେଇଛନ୍ତି, ବିଶ୍ୱ ପ୍ରକୃତି ସହିତ କାହିଁକି ସମ୍ପର୍କିତ କରାଇଛନ୍ତି, ମୋର ଏ ବିଶ୍ୱ ପ୍ରକୃତି ଭିତରେ କଣ ଶିକ୍ଷା କରିବାର ଅଛି, କଣ ଜାଣିବାର ଅଛି, କୋଉ ପ୍ରକାର ମୋର ବିକାଶ କରିବାର ଅଛି, ଏବଂ ତାଙ୍କର କାର୍ଯ୍ୟଧାରାଟା କଣ ହେଇପାରେ, ଏବଂ ମତେ ସେଥିପାଇଁ ଉପଯୁକ୍ତ ହେଲେ କଣ କରିବାକୁ ପଡିବ। କେବେ ଆମ ଜୀବନରେ ଆମେ ଏଇ ବିଷୟରେ ତର୍ଜମା କରିଛୁ ନୀରବରେ ବସିକି? ଆମେ ତ ଫୁଲ ଅଫ ୱାର୍କରେ ଅଛୁ। ଗୋଟେ ଆମେ ପଢିଲା ବେଳେ ଗୋଟେ କବିତା ଥିଲା ଲିଜର ବୋଲି, What is this life is full of care? ଯଦି ଆମ ଜୀବନଟା ଏମିତି ପୁରା କର୍ମବଳ ହେଇଗଲା ତ what is this life is full of care? Life has no time to stand and stare. ଯଦି ଏଇ ଜୀବନ ଭିତରେ କୌଣସି ନ ରହିଲା କୋଉଠି ଜାଗାଟେ ନିରୀକ୍ଷଣ କରି ପ୍ରକୃତିକୁ ଦେଖିବା ପାଇଁ, ଝରଣାକୁ ଦେଖିବା ପାଇଁ, ଗଛକୁ ଦେଖିବା ପାଇଁ, ପଶୁପକ୍ଷୀଙ୍କ ରାବକୁ ଶୁଣିବା ପାଇଁ, ବନାନୀ ଭିତରେ କେତେ ସୁନ୍ଦର ସୁନ୍ଦର ଫୁଲ ଭିତରେ କେତେ ସୌନ୍ଦର୍ଯ୍ୟ ଭରି ରହିଛି, କେତେ ଆନନ୍ଦ ଭରି ରହିଛି, କେତେ ମାଧୁର୍ଯ୍ୟ ଭରି ରହିଛି, କେତେ ସଂଗତିପୂର୍ଣ୍ଣ ଭାବ ରହିଛି, ଦୁଃଖଟା କୁଆଡେ ପଳେଇ ଯାଉଛି। ଏସବୁର ସିକ୍ରେସି କୋଉଠି ଅଛି? କାହିଁକି ଆମେ ଗୋଟେ ବଗିଚା ଭିତରୁ ପଶିଗଲେ ଦୁଃଖଟା ପଳେଇ ଯାଉଛି? ସୁନ୍ଦର ସୁନ୍ଦର ଫୁଲକୁ ଦେଖିଦେଲା ପରେ ସତେ ଯେମିତି ମୁଁ ଗୋଟେ ସ୍ୱର୍ଗରେ ଅଛି, ମତେ ସ୍ୱର୍ଗ ସୁଖ ଯେମିତି ମିଳିଯାଉଛି। ସେଠୁ ପଳେଇ ଆସିଲା ପରେ କୋଉଠି ଗୋଟେ ବସିଗଲେ ମୋର ଜୀବନର ଡିପ୍ରେସନ ଅବସ୍ଥା, ଦୁଃଖଦ ପୂର୍ଣ୍ଣ ଘଟଣାକୁ ଭାବି ଦଉଛି, ତାକୁ ନେଇକି ଗମ୍ଭୀର ହେଇକି ବସୁଛି। କାହିଁକି ବଗିଚା ଭିତରେ କାହିଁକି ଗମ୍ଭୀର ଅବସ୍ଥା ଆସୁନି? ଗୋଟେ ପ୍ରସନ୍ନ ଭାବ ଆସୁଛି। କୋଉଠି ଗୋଟେ ନିରୋଳାରେ ବସିଲେ କାହିଁକି କେମିତି ଆସୁଛି? ସମୁଦ୍ର ତଟରେ ବସିଲେ କେମିତି ଆମକୁ ଗୋଟେ ପ୍ରସାରତାର ବୋଧ ଆମ ଭିତରେ ତିଆରି ହଉଛି। ଆକାଶକୁ ଯଦି ଆମେ ଚାହିଁକି ବସେ, ରାତିରେ ଶୋଇଲା ବେଳେ ଯଦି ଆମେ ଆକାଶକୁ ଚିହ୍ନିକି ଚାହିଁଛେ, ତାହେଲେ ଆକାଶର ପ୍ରଶସ୍ତତା, ବିଶାଳତା ଭାବ ଆମ ଭିତରେ କେମିତି ତିଆରି କରୁଛି, ଆମକୁ କୋଉ କୋଉ କୋଣକୁ ସେ ଆମକୁ ନେଇଯାଉଛି, କେତେ କୁଆଡେ ଭାବକୁ ଆମ ଭିତରେ ତିଆରି କରିଦଉଛି। ଅଥଚ ଆମେ ଯୋଉ ଡିପ୍ରେସନ ଭିତରେ ଥିଲେ କୁଆଡେ ସେ ଡିପ୍ରେସନ ପଳେଇ ଯାଉଛି। ଗୋଟେ ଆକ୍ୱାରିୟମ ପାଖରେ ବସିଗଲେ ମାଛ କେମିତି ବଢିଆ ଡିଆଁ ମାରିକି ଖେଳୁଛି, ତା ଭିତରେ ଦେଖି ଦଉଛୁ, ପୁରା ଲାଖି ଯାଉଛି, ମନ ଏକାଗ୍ର ହେଇଯାଉଛୁ, ଡିପ୍ରେସନ କୁଆଡେ ପଳେଇ ଯାଉଛି। ତାହେଲେ ଏଇ ଅବସ୍ଥା ଭିତରେ କାହିଁକି ଡିପ୍ରେସନ ଟା ପଳଉଛି? ମନ୍ଦିରରେ ଯାଇକି ବସିଗଲେ ଭଗବାନଙ୍କର ଭଜନ କୀର୍ତ୍ତନ ଟିକେ କରିଦେଲେ, ନାମ ଜପ ଟିକେ କରିଦେଲେ, ବା ତାଙ୍କ ମନ୍ତ୍ର କି ସ୍ତୋତ୍ର କିଛି ଗାନ କରିଦେଲେ,
से समय बेस शांत लगुच से परिवेश अति शांत लगुच विषाद कड़ पड़ोची जिते जहाँ घरे डिप्रेशन थिला भी से मंदिर परिसर एटा रोनी तर सेठी कौन है कहीं होनी तर जीवन एमती गोटे गोटे अवस्था भितर केमती भिन्न भिन्न पोजिशन को नौची भिन्न भिन्न अवस्था आम जीवन में केते कौन सब कर पकोचे केबे आम जीवन को समीक्षा कर यार कारण टा कौन है तर जीवन सिक्रेसी को बुझुनु प्रकृति को बुझुनु जीवन टा कहीं दिया है बुझुनु अनेक कहते आमे काल क्या होगा किसको पता अभी जिंदगी का ले लो मजा ठीक अच्छे नियो किसी असुविधा नहीं काली जीवन में कौन हम किए कहे हाँ ताको ओडिया रे आ कंचा ओडिया रे कहले मोहिरे थी जिते दिन आनंद करतु सेते दिन मोर आनंद पाया दरकार खाई पी बिंदास रहा दरकार ये भगवान फोन कथा छाड़ भल ही खाई भल पिंधि एंजॉय करी लाइफ फुल एंजॉयमेंट भीतर कटे ये एंजॉयमेंट जो भगवान ठू दूरे जे से ज्ञान हम ना जे जिते एंजॉयमेंट भीतर रहिबो से सेते भगवान ठू दूरे जो एटा गोटे कथा भल साइकिल डिस्कवर होवाटा बहुत डिफिकल्ट है तेना माँ कहीं लिखिं एंजॉयमेंट रु दूर रहा माँ तो गोटे कथार कहले जे वी आर नॉट हियर टू लीड एन इजी एंड कंफर्ट लाइफ आम सहज आरामदायक जीवन बंचा संसार को आसीन वी आर हियर टू फाइंड द डिवाइन टू बिकम द डिवाइन एंड टू मैनिफेस्ट द डिवाइन जदि आम संसार को आसु भगवान को आविष्कार करी भगवान सहित युक्त भगवान परिणत हो शेष में भगवान को प्रकाश करी ए कार्य को अवहेला करी आउ अन्य जो सब कम कर वैल्यू अच्छी ना केबे आम जीवन में प्रश्न कलोनी कि जे विदाउट द डिवाइन लाइफ इज नथिंग विथ डिवाइन लाइफ इज एवरीथिंग केबे आम जीवन ये बोध आसला ना एटा वाक्य लेखा है माँ लिखी आम पढ़ी पार्श्वे भाषण शुणी देचु तेना आम कौट पचारा आम कहीदे लोक कहीदे भगवान बिना जीवन निरर्थक भगवान सहित जीवन सार्थक जीवन यहाँ आम कहीदे रियलाइज अच्छी कि आम लाइफ प्रकृत रियलाइज अच्छी कि ना तो जीवन सिक्रेसी के बुझा तेणु प्रकृति जीवन उद्देश्य कौन यहाँ फास्ट कथा यहाँ आमको बुझे पड़ो द्वितीय कथार मुझी को रहस्य उद्घाटन कर जीवन नियोजित हवा उचित कौन रहस्य उद्घाटन कर सतरे लोके अच्छा आम भाया केते लोक गरीब केते लोक धनी गोटे पशु जीवन बंचुची गोटे पक्षीटे जीवन बंचुची लोक गुड़ाक निर्मम भाव पशु मान हत्या कर पकाउंट दया लगुनि दुर्घटना होती लोकटा छटछट होची कि कष्ट पाउची केबे आमे जीवन में ए प्रकार अवस्था सब देखी केबे भितर रियलाइज को आले गौतम बुद्धन लाइफ रे चारिटा कथा ता लाइफ को बदले देला ए संसार घटना ना बाहर घटना कौन गौतम बुद्धन लाइफ रे जदि परिवर्तन आसीची तार कारण कौन ए संसार घटना घटित घटना बुद्ध हो जाए बुढ़ा हो जाए मरी जाए तेणु आम जो देखी आम तो दिन बुढ़ा ने मरजु तो कष्ट पाइबू रोग हम जराजीर्ण अवस्था आसो थुड़थुड़ हबू बाड़ी धरिकी चलू लोके आम घृणा करे पाखरे बसई देवेनि से बिछणार शोथु उठी पार नु टेकी टेका नौथे से घृणा करुवे खाया दौथे दया देखिकी दौथे कि कष्ट ये ना ना ये प्रकार वार्धक्य अवस्था आम न आस ये प्रकार मृत्यु को आम लभिबानी ये प्रकार अवस्था आम लाइफ न आस तेणु गौतम बुद्ध लाइफ रे जमी संसार घटना प्रभाव पकईदेला लाइफ चेंज हो गला कारण से तर्न तर्न कर जीवन को से बुझे चेष्टा लाइफ रे एमती अवस्था अच्छी ना 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 ताने ये संसार को पलायन करिया दरकार मुख्य दरकार निर्वाण पाई सारा पर पुणी रियलाइजेशन आसला ना ना ये निर्वाण टा सर्वश्रेष्ठ सत्य नहीं अरे जो पृथ्वी मत निर्वाण देला मु संसार को आसी जोगु सीना निर्वाण मु योग्य हेली जब संसार को न आसी था मु कौन निर्वाण कथा चिंता करता संसार टा प्रकृतिर अग्रगतिर क्षेत्र ताले जो संसार भीतर अग्रगति करने सुजोग अच्छी से संसार को मुझे अदिव्य बोली केमती कहि असत्य बोली केमती कहि तेणु निर्वाण टा सर्वश्रेष्ठ सत्य नुहे आहरी किसी सत्य लुचिकी रही जाइए जोटा मुझे पहुंच पाइली तेणु शेष से निर्वाण पाई सारा पर गोटे कथा कहते निर्वाण सर्वश्रेष्ठ सत्य नुहे सरला जमी साइंटिस्ट मैंने रिसर्च करते सिद्धांत गोटे कथा बाहर कर पुणी आउ जन साइंटिस्ट तारी ऊपर चर्चा कर आउ गोटे कथा बाहर कर से गोटे कथा को केते जन केते प्रकार कहले विवर्तन धारा को किए केते प्रकार भाव कथा कहीदेले
ମାଧ୍ୟାକର୍ଷଣ ନେଇକି କେତେ କଥା ହେଇଗଲା। ତେଣୁ ଏଇଭଳି କେତେ କିଏ ସବୁ ତଥ୍ୟ ସବୁ ବୈଜ୍ଞାନିକ ମାନେ ନୂଆ ନୂଆ ତଥ୍ୟ ସବୁ ବାହାର କରିଦଉଛନ୍ତି। ତେଣୁ ତଥାପି ତାଙ୍କ ରିସର୍ଚ୍ଚ ଚାଲିଛି, ତଥ୍ୟ ବାହାରି ସାରିଲା ସେଠି ଅଟକି ତ ନାହାନ୍ତି, ପୁଣି ଆହୁରି କଣ ତଥ୍ୟ ବାହାରି ପାରେ। ସେଇଭଳି ଆମ ଜୀବନରେ କେବେ ଆମେ ଚିନ୍ତା କରୁଛୁ କି ଆମ ଜୀବନରେ ଆହୁରି କଣ କଣ ସବୁ ଉଦ୍ଘାଟନ ହବାର ଅଛି, ସେଇ ସତ୍ୟ ଉଦ୍ଘାଟନ ଟା କେତେବେଳେ ହବ କେବେ ଆମେ ଚିନ୍ତା କରିଛୁ? କଣ ସତ୍ୟଟା ଆମ ଜୀବନ ଭିତରେ ଅଛି? ତେଣୁ ଲାଇଫ ଫର ଲାଇଫ ସେ ମୁଭମେଣ୍ଟ କରିକି ଆସୁଛି। ଶ୍ରୀ ଅରବିନ୍ଦ କହିଲେ ଲାଇଫ ୱାଜ ଏ ମାର୍ଭେଲସ୍ ଜର୍ଣ୍ଣି ଅଫ ଦ ସ୍ପିରିଟ। ଯେହେତୁ ଶ୍ରୀ ଅରବିନ୍ଦ କହିଦେଲେ ଲାଇଫ ୱାଜ ଏ ମାର୍ଭେଲସ୍ ଜର୍ଣ୍ଣି ଅଫ ଦ ସ୍ପିରିଟ, ଚେତନାର ଗୋଟେ ଚମତ୍କାରୀ ଯାତ୍ରା ପଥ ଇଏ। ତେଣୁ ପ୍ରତି ଜନ୍ମରେ ସେ ଗୋଟେ ଗୋଟେ ଚେତନାକୁ ସେ ପଦାର୍ପଣ କରେ, ଚେତନାର ପାବଛ ସେ ଉଠେ। 1300 ପାହାଚ ଥିବ, ଗୋଟେ ପାହାଚରେ ବର୍ତ୍ତମାନ ପାଦ ଦେଇଛୁ, ଆଉ ଗୋଟେ ପାହାଚକୁ ଯିବୁ, ପୁଣି ଆଉ ଗୋଟେ ପାହାଚକୁ ଯିବୁ, ପୁଣି ଆଉ ଗୋଟେ ପାହାଚକୁ, ଏମିତି 1300 ପାହାଚ ଗଲା ପରେ ଯାଇକି ମନ୍ଦିରରେ ଭଗବାନଙ୍କ ଦର୍ଶନ ମିଳିବ। ଆପଣ କପିଳାସ ଯୋଉମାନେ ଯାଇଥିବେ ଜାଣିଥିବେ କେତେ ସିଢି ଉଠିବାକୁ ପଡେ। ଢେଙ୍କାନାଳ ଗୋଟେ ଜାଗା ଅଛି କପିଳାସ, ଆଉ ତ ମେନ୍ ରାସ୍ତା ଅଛି, ପିଚୁ ରାସ୍ତା ହେଇଗଲାଣି, ଏବେ ପଳଉଛନ୍ତି ଉପରେ ଉପରେ। ନାଇଁ, ତଳେ ଯୋଉମାନେ ଅଛି ସିଢି ପଟେ ମାନେ ପାଉଛ ଦେଇକି ଯାଆନ୍ତି, ଆଉ କହନ୍ତି ଯେ ସେ ପାଉଛ ପଟେ ଦେଇକି ଯୋଉମାନେ ଯାଉଛନ୍ତି ସେମାନଙ୍କର ଭଗବାନଙ୍କ ପ୍ରତି କୃପା, ଭଗବାନ କୃପାଟା ତାଙ୍କ ପ୍ରତି ଅଧିକା, ଏଟା ଗୋଟେ ବିଶ୍ୱାସ। ପାଉଛ ପଟେ ଦେଇକି ଗଲେ କୃପାଟା ଶୀଘ୍ର କାମ କରେ। ଆଉ ମେନ୍ ରୋଡ ତ ପଳେଇଲେ ପାହାଡ ଉପରେ ତ ଯିବାକୁ ପଡିବ, ପିଚୁ ରାସ୍ତା ହେଇଯାଇଛି, ତେଣୁ ଆଜିକାଲି ଅସୁବିଧା ନାହିଁ, ଭାଙ୍ଗି ପଳଉଛନ୍ତି ମନ୍ଦିର ଉପରକୁ, ତେଣୁ ଅସୁବିଧା ହଉନି। କିନ୍ତୁ ଗୋଟେ ବଡ କଥା, ଆମ ଚେତନାର ପାବଛ ଆମେ ଯୋଉ ଅତିକ୍ରମ କରୁଛେ, ସେ ଲାଇଫ ଆଫ୍ଟର ଲାଇଫ, ଲାଇଫ ଆଫ୍ଟର ଲାଇଫ, ଏମିତି ଜୀବନ ପରେ ଜୀବନ, ଜୀବନ ପରେ କଣ ଜୀବନଟା ସରିଯାଇଛି କି? ଗୋଟିଏ କଥା ଆମେ ମନେ ରଖିବା ଦରକାର, ଜୀବନର ମୋଟେ ଏଣ୍ଡ ନଥାଏ, ମୃତ୍ୟୁ ନଥାଏ। ଏଣ୍ଡ ମିନ୍ସ ମୃତ୍ୟୁ କଥା କହୁଛି, ଜୀବନର ମୃତ୍ୟୁ ନାହିଁ। ଆଉ ଆମେ କହୁଛୁ ଜୀବନଟା ମୃତ୍ୟୁ ହେଇଗଲା, ଜୀବନର ମୃତ୍ୟୁ ହେଇନି। ସେ ଯୋଉ ଶରୀରଟା, ଯୋଉ ଶରୀରକୁ ପାଇ ଜୀବନଟା ଯୋଉ ଆମେ ପାଇଛେ, ସେ ଯୋଉ ଶରୀରକୁ ଆଧାର କରିଛି, ସେ ଆଧାରଟା ତା ପାଇଁ ଆଉ ଉପଯୁକ୍ତ ହେଲାନି। ତେଣୁ ସେ ଛାଡ଼ିଦେବା। ପୋଷାକ ବଦଳେଇଛୁ, ପୁରୁଣା ହେଇଯାଇଛି, ଛିଡି ଯାଇଛି, ତାକୁ ବଦଳେଇ ଦଉଛୁ। ସେଇଭଳି ସିଏ ସେ ଶରୀରଟାକୁ ବଦଳେଇ ଦେଇଛି, ଆଉ ଏ ଶରୀରଟା ଉପଯୁକ୍ତ ହେଲାନି ଆଉ ଗୋଟେ ଶରୀର। ତେଣୁ ଜୀବନ କୋଉ ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ ନା ତା ଜୀବନର ବିକାଶ କରିବା ହେଉଛି ଉଦ୍ଦିଷ୍ଟ, ଅର୍ଥାତ୍ ଚେତନାର ପାଖୁଡା ଖୋଲିବା ତାର ଉଦ୍ଦିଷ୍ଟ। ଏବଂ ଶେଷରେ ଏମିତି ଏକ ପାଖୁଡା ଖୋଲିଯିବ ସେଥିରେ ଭଗବାନ ପରିପ୍ରକାଶ ହେଇଯିବ। ଯେମିତି କଢ ଭିତରେ ଫୁଲ ଫୁଟିବାର ସମ୍ଭାବନା ଅଛି, କିନ୍ତୁ ଫୁଲ ଭିତରେ ଫଳ ଅଛି, ମଞ୍ଜି ଅଛି। ତେଣୁ କୋଉ କଢ ଭିତରେ ସେ ଗୋଟେ କେଶରଟେ ରହିଛି, ସେ କେଶରଟା ଯଦି ଭଗବାନ ହୁଅନ୍ତି, ତାହେଲେ ପାଖୁଡା ଖୋଲା ପରେ ତାର କେଶରଟା ଫୁଟି ଉଠିବ। ଆଉ ପାଖୁଡାଟା ବୁଝି ହେଇକି ରହିଥିବା ପର୍ଯ୍ୟନ୍ତ ସେ କେଶର କୋଉଠୁ ବାହାରିବ? ତେଣୁ ପାଖୁଡା ଖୋଲିବା ଦରକାର। ତେଣୁ ଜୀବନ ପରେ ଜୀବନ ସେ ଚେତନାର ପାଖୁଡାକୁ ଖୋଲି ଖୋଲିକା ଯାଉଛି, ଶେଷରେ ଏମିତି ଭାବରେ ଖୋଲା ହେଇଯିବ ଯେ ଭିତରେ ଯୋଉ କେଶର ଭଗବାନ ଅଛନ୍ତି ସେ ପ୍ରକାଶିତ ହେବେ। ତେଣୁ ଜୀବନ ଏଇ ପ୍ରକାର ଭାବରେ ଗତି କରି ଚାଲିଛି। ତେଣୁ ଜୀବନର ଉଦ୍ଦେଶ୍ୟକୁ ଆମେ ସହଜରେ ଅନୁଧ୍ୟାନ କରିବା। ତେଣୁ ଜୀବନର ଉଦ୍ଦେଶ୍ୟକୁ ଆମେ ଟିକେ ତର୍ଜମା କରିବା, ଭଗବାନଙ୍କୁ ଖୋଜିବା ପାଇଁ ଉଦ୍ଦିଷ୍ଟ, ଭଗବାନଙ୍କୁ ପ୍ରକାଶ କରିବା ପାଇଁ ଉଦ୍ଦିଷ୍ଟ, ଭଗବାନଙ୍କ ସେବା କରିବା ପାଇଁ ଉଦ୍ଦିଷ୍ଟ। ତେଣୁ ଯଦି ଜୀବନଟାର ଉଦ୍ଦେଶ୍ୟ ଏଇଥିପାଇଁ ଅଛି, ଭଗବାନଙ୍କ ସେବା କାର୍ଯ୍ୟରେ ଜୀବନ ନିୟୋଜିତ ହେବା ପାଇଁ ଉଦ୍ଦିଷ୍ଟ ହେଇକି ରହିଛି, ଆମେ କଣ ସେବା କରୁଛୁ? ଆମେ କହୁଛୁ ଯେ ସାଧନା ପୀଠଟାକୁ ଯିବା, ଟିକେ ଫୁଲ ଫୁଲ ଟିକେ ଦେଇକି ଆସିବା, ଫଟୋ ଫଟୋ ଟିକେ ପୋଛି ଦେଇକି ଆସିବା, ଆଉ ସେ ଘର ଦ୍ୱାର ଟିକେ ସଫାସୁତୁରା କରିଦେଇକି ଆସିବା, ସବୁଦିନ ଯିବା, ଏଟା କରିବା, ଠିକ ଅଛି। ସେଇଟାକୁ ଆମେ ସାଧନା ପୀଠକୁ ଭାବିଲୁ ଭଗବାନଙ୍କର ଘର, ତେଣୁ ସେଇଠି କଲେ ସାଧନା ହବ। ଆଉ ଆମ ଘରେ ସେଟା ଭଗବାନଙ୍କ ଘର ବୋଲି ଫିଲିଙ୍ଗସ୍ ଆଣିପାରୁ। ତେଣୁ ଆମ ଘରଟା ଯେ ଭଗବାନଙ୍କର ଘର ଫିଲିଙ୍ଗସ୍ ଆଣିବା ପାଇଁ ସାଧନା ପୀଠରୁ ଆଗ ଅଭ୍ୟାସଟା କରିବାକୁ ପଡୁଛି। ତେଣୁ ସାଧନା ପୀଠରେ ଯାଇ ଫୁଲ ଫୁଲ ସଜେଇ, ଫଟୋ ଫଟୋ ପୋଛି, ଫୁଲ ଦେଇ, ଧୂପ ଦେଇ, ଧ୍ୟାନ କରି, ଜପ କରିକି ଆସୁଛୁ। କଣ ଯାଇଥିଲି ଭଗବାନଙ୍କର ସେବା ଟିକେ କରିବା, ଯାଏ ପ୍ରତିଦିନ ଘଣ୍ଟେ ନେଖା ସେବା କରିକି ଆସୁଛି। ଆଚ୍ଛା, ସେଠି ଯାଇ ଭଗବାନଙ୍କର ସେବା କରାହେଇପାରୁଛି, ସେଇ ଅଭ୍ୟାସଟା ଘରେ ରହିବା ଦରକାର। ଜୀବନ ସାରା ଭଗବାନଙ୍କ ସେବାରେ ନିୟୋଜିତ ହେବା ଦରକାର। ଏ ଜୀବନ ଯାହା କିଛି କରିବ ସେବାରେ କରିବ। ସେବା ଶବ୍ଦରେ ଡିମାଣ୍ଡ ନଥାଏ। ସେବା କରି ମାନେ ରିଟର୍ଣ୍ଣରେ କିଛି ଡିମାଣ୍ଡ ନାହିଁ, ପ୍ରତିଦାନରେ ମୋର କିଛି ଡିମାଣ୍ଡ ନାହିଁ। ଆମେ କହନ୍ତୁ ନା ଦେଖିବା ସତରେ ଭଗବାନ ସହିତ ବାର୍ଗେନିଂ କରୁନୁ, ତାଙ୍କ ସହିତ କଣ୍ଡିସନ ରଖୁନୁ, ତାଙ୍କୁ କିଛି ମାଗୁନୁ, ତାହେଲେ
ରିଟର୍ନ ତା ମାଗୁଛ ଆଉ ସେବା କଣଟା? ସେବା କରିବା ମାନେ ତାଙ୍କରି ଉଦ୍ଦେଶ୍ୟରେ କରିଯିବା, ଫଳ ଆଶା କିଛି କରିବା ନାହିଁ। କର୍ମଣ୍ୟ ବାଧିକାରସ୍ତୁ ନା ଫଳେଷୁ କଦାଚନମ୍, ଏ କଥା ଗୀତାରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବୁଝେଇଦେଲେ। କର୍ମ କରିଚାର, ଫଳ ଆଶା କରନି, ଭଗବାନଙ୍କ ହାତରେ ଛାଡ଼ିଦିଅ ଫଳଟା। ତେଣୁ ଫଳ କଥା ଆମେ ଭଗବାନଙ୍କ ହାତରେ ଛାଡିବା କଥା, କିନ୍ତୁ ଆମର ତ ହଉଛି ମୁଁ ଏତେ ଦିନ ହେଲା କଲେଣି ପାର୍ଶ୍ୱର ମାନେ ଭଗବାନ ନିଶ୍ଚିତ ମୋର ଏଇ କଥାଟା କରିବେ, ବା ମୁଁ ଯାହା ମାଗି ମତେ ଭଗବାନ ଦେବେ। ତେଣୁ ଆମେ ଏମିତି କେତେ କେତେ କଥା ଭଗବାନଙ୍କୁ ମାଗୁଛୁ। ଅବଶ୍ୟ ତା ଦ୍ଵାରା ଗୋଟେ ପ୍ଲସ୍ ପଏଣ୍ଟ ହଉଛି କଣ, ମାଙ୍କ ସହିତ ଭଗବାନଙ୍କ ସହିତ ଆମର ଗୋଟେ ସମ୍ପର୍କ ଯୋଡି ହଉଛି, ଠିକ ଅଛି। ସେ ସେବା କେତେବେଳେ ହବ? whatever you do it as perfectly as you can. That is the best service to the divine in man. whatever you do, ତମେ ଯାହା କିଛି କରୁଛ କରନା, ତମ କର୍ମଟା ଯାହା ହଉଛୁ, ଲାଟ୍ରିନ୍ ସଫା କରିବା ହଉ, ଡ୍ରେନ୍ ସଫା କରିବା ହଉ, ଦୋକାନରେ ବିକ୍ରି କରିବା ହଉ, ଯେକୌଣସି କାମ ହଉ, ସଂସାର ଭିତରେ କର୍ମ ପଡିଛି। ଯିଏ ଯୋଉ ଭୂମିରେ ଅଛି ସେଇ ଭୂମିରେ ତା ପାଇଁ କର୍ମ କଣ, ସେ କର୍ମକୁ ସେ କରିବ ଭଗବାନଙ୍କ ଉଦ୍ଦେଶ୍ୟରେ କରିବ, ଭଗବାନଙ୍କ ଚେତନାରେ ରହି କରିବ, ଭଗବାନଙ୍କ ସକାଶେ କରିବ, ଭଗବାନଙ୍କ ଦ୍ୱାରା କରିବ, ଏବଂ ଭଗବାନଙ୍କ ପାଇଁ ଭଗବାନଙ୍କ ଦ୍ୱାରା କଲା ପରେ ତାପରେ ଫଳ ମଧ୍ୟ ତାଙ୍କର। ଆମ ଫଳ ଆଶା ଆମ, ଆମେ କେବଳ କର୍ମ କରିବାରେ ଆନନ୍ଦ ନା, ଏ ଆନନ୍ଦଟା ହଉଛି ଆମ ପାଇଁ ପୁରସ୍କାର। ତାହେଲେ ହ୍ୱାଟ ଏଭର ୟୁ ଡୁ ଇଟ୍ ଆଜ ପରଫେକ୍ଟଲି ଆଜ ୟୁ କ୍ୟାନ୍। ଏଇ ଯୋଉ ପରଫେକ୍ଟ ଶବ୍ଦଟା ଯୋଡି ଦିଆଯାଇଛି, କଣ ଭଗବାନଙ୍କୁ ଛାଡି ଦେଇକି ପରଫେକ୍ଟ ହେଇପାରିବ? ପରଫେକ୍ଟ ଶବ୍ଦଟା ଯୋଉ ଯୋଡି ଦିଆଗଲା, ସେଠି ଭଗବାନଙ୍କୁ ଯୋଡିକିରି ଭଗବାନଙ୍କୁ ବାଦ ଦେଇକି ପରଫେକ୍ସନ ଆସିପାରିବନି, କାରଣ ଭଗବାନ ହେଲେ ସର୍ବୋଚ୍ଚ ପୂର୍ଣ୍ଣ। ଯଦି ଭଗବାନଙ୍କୁ ବାଦ ଦେଇକିରି ଆମେ କହିବା ପରଫେକ୍ଟ ହବ ବୋଲି, ଇମ୍ପସିବଲ, ପରଫେକ୍ଟ ହେଇପାରିବନି। ଯୋଉଟା ଭଗବାନ ପାଇଁ ଉଦ୍ଦିଷ୍ଟ ହବ ସେଇଟା ପରଫେକ୍ଟ ହବ, ଭଗବାନଙ୍କ ଦ୍ୱାରା, ଭଗବାନଙ୍କ ପାଇଁ, ଆଉ ଭଗବାନଙ୍କ ସକାଶେ ଯଦି ଉଦ୍ଦିଷ୍ଟ ହେଇକି ରହିଲା ତାହେଲେ ସେଇଟା ହବ ପରଫେକ୍ଟ। ତେଣୁ ଆମେ ସେ ଯାହା କରିବା ଭଗବାନ ପାଇଁ, ନିଜ ପାଇଁ ନୁହେଁ କି ଅନ୍ୟ ପାଇଁ। ବର୍ତ୍ତମାନ କହିପାରିବା ଆମେ କେବେ ନିଜ ପାଇଁ ବା ଅନ୍ୟମାନଙ୍କ ପାଇଁ କରୁନୁ, ସବୁ ଖାଲି ଭଗବାନ ପାଇଁ କରୁଛୁ, କହିପାରିବା? ତେଣୁ ଜୀବନର ଉଦ୍ଦେଶ୍ୟଟା ସେଇଠି ବୁଝା ପଡିବ ଯେ ଆମେ କୋଉ ପ୍ରକାର ଭାବରେ ଜୀବନକୁ ନିୟୋଜିତ କରିଛୁ। ତୃତୀୟ କଥାରେ ଯୋଉ ମୁଁ କହିଲି, ପ୍ରଥମ ପଏଣ୍ଟ ହେଲା ଯେ ଜୀବନ ଯଥାର୍ଥ ଉଦ୍ଦେଶ୍ୟ, ସେଟାକୁ ଆମେ ବୁଝିବାକୁ ପଡିବ। ପୃଥିବୀ ମାନଙ୍କରେ ଆମର ଜୀବନ ଧାରଣ କରିବା ସାର୍ଥକତା କୋଉଠି ଅଛି, ଆମେ କୋଉଥିରେ ସାର୍ଥକ ଅଛି। ଯଦି ଭଗବାନ ପାଇଁ ଜୀବନ ଉଦ୍ଦିଷ୍ଟ ହେଲା ତାର ଜୀବନ ସାର୍ଥକ, ଯଦି ଭଗବାନଙ୍କୁ ବାଦ ଦେଲେ ତାହେଲେ ସେ ଜୀବନ ସାର୍ଥକ ନୁହେଁ। କୋଉ ରହସ୍ୟ ଉଦ୍ଘାଟନ କରିବାର ଆମ ଜୀବନ ନିୟୋଜିତ ହେବା ଉଚିତ, এই ଭଗବାନଙ୍କୁ ପରିପ୍ରକାଶ କରିବାର ଯୋଉ ରହସ୍ୟ ସେଇଟାକୁ ଆମେ ଉଦ୍ଦିଷ୍ଟ କରିବା ଉଚିତ। ଆମ ଜୀବନ ସେଥିରେ ଉଦ୍ଦିଷ୍ଟ ଯଦି ନ ହେଲା ତାହେଲେ ଜୀବନ କିଛି ଫଳ ନାହିଁ, ଲାଭ କିଛି ନାହିଁ। ତାପରେ ଏଇ ସତ୍ୟ ଉଦ୍ଘାଟନ ଯୋଉ ହବ ତାର ଫଳ କଣ ହବ? ଭଗବାନଙ୍କୁ ପ୍ରକାଶ କଲେ କଣ ହବ ନା, ଆମେ ନିଜେ ଭଗବାନ ହେଇପାରିଛେ। ଭଗବାନଙ୍କୁ ମା ଗୋଟେ ବାଣୀରେ ଲେଖିଛନ୍ତି, ଟୁ ଅଣ୍ଡରଷ୍ଟାଣ୍ଡ ଦ ଡିଭାଇନ୍ ୱାନ୍ ମଷ୍ଟ ବିକମ୍ ଦ ଡିଭାଇନ୍। ଭଗବାନଙ୍କୁ ଜାଣିବାକୁ ହେଲେ ଜଣକୁ ଭଗବାନ ହବାକୁ ପଡିବ। ଆମେ ଭଗବାନ କଣ ବୋଲି ତ ଆଗେ ଜାଣିନୁ, ତାର ତ ଭଗବାନ ଆଗେ ହେଇନୁ। ଯେମିତି ଗୋଟେ ବେଙ୍ଗ କୋ ଭିତରେ ଥିଲା, ହଠାତ୍ ପାଣି ପଶି ଆସିଲା, ସମୁଦ୍ର ଗୋଟେ ବଡ ବେଙ୍ଗ ପଳେଇଲା। ସେ ଆସିକି ବେଙ୍ଗଟା ପଚାରି, ଇଏ କଣ ପଶି ଆସିଲାଣି ମୋ ଭିତରକୁ? ମାରିଦେଲା 3 ରାଉଣ୍ଡ। କୋଉଠୁ ଆସିଲୁ ତୁ? ତୋ ଘର କୁଆଡେ? କହିଲା ସମୁଦ୍ର ପଳେଇ ଆସିଛି। କହିଲା ତୋ ସମୁଦ୍ରଟା କଣ ମୋ କୋଉଠୁ ବଡ? କହିଲା ତତେ ମୁଁ ବୁଝେଇ ପାରିବିନି, ତତେ ଆଉ ଥରେ ବନ୍ୟା ଟିକେ ଦରକାର, ତତେ ମୁଁ ସମୁଦ୍ରକୁ ନେଇଯିବି, ତୁ ସେଇଠି ବୁଝିବୁ ସମୁଦ୍ରଟା କେତେ ବଡ। ସମୁଦ୍ର କାହିଁ, ତୁ କୂଅ ଭିତରେ ଅଛୁ, ସମୁଦ୍ର ସହିତ ତୁ କୂଅକୁ ତୁଳନା କରୁଛୁ। ଇଏ ଠିକ ସେଇଭଳି ଅବସ୍ଥା ଆମ ଲାଇଫରେ ହେଇଛି। ଆମେ କୋଉ ସଂକୀର୍ଣ୍ଣତା ଭିତରେ ଟିକେ ଅଛୁ, ଭଗବାନ କେତେ ବିଶାଳ କଣ ବୁଝିବା? ତେଣୁ ବୁଝିପାରୁନୁ। ତେଣୁ ଯୋଉ ସତ୍ୟର ଉଦ୍ଘାଟନ ଆମର କରିବା ପାଇଁ ଜୀବନ ଉଦ୍ଦିଷ୍ଟ ହେଇଛି, ସେ ବିଶାଳତାର ବୋଧ ଭିତରକୁ ଆମେ ଭିତରେ ତିଆରି କଲେ ସିନା ଆମେ ସତ୍ୟଟାକୁ ଉଦ୍ଘାଟନ କରିପାରିବା। ଆଉ ଆମେ ତ ସଂକୀର୍ଣ୍ଣତା ଭିତରେ ଅଛୁ, ସଂକୀର୍ଣ୍ଣତାକୁ ଅତିକ୍ରମ କରିପାରୁନୁ, କି ସତ୍ୟ ଉଦ୍ଘାଟନ ଆମେ କରିବୁ? ତାର ଫଳ କଣ ହବ ବୋଲି ଆମେ ଜାଣିବୁ? ଆଉ ଶାଶ୍ୱତ ସତ୍ୟ ପାଖରେ ବ୍ୟକ୍ତିର ଯୋଉ ଆତ୍ମନିବେଦନ, ସେ ପରମଙ୍କ ସହିତ ମିଶିବା, ସମଗ୍ର ସତ୍ତାରେ ଆମେ ମିଶିବା, ଟୁ ବି ୱାନ୍ ୱିଥ୍ ଅଲ୍ ନେଚର ଆଣ୍ଡ ଅଲ୍ ବିଙ୍ଗସ୍। ଶ୍ରୀ ଅରବିନ୍ଦଙ୍କ ଭାଷା ଇଏ,
ଟୁ ବି ୱାନ୍ ୱିଥ୍ ଅଲ୍ ନେଚର ଆଣ୍ଡ ଅଲ୍ ବିଙ୍ଗସ୍, ଦିସ୍ ଇଜ୍ ଯୋଗ। ସମଗ୍ର ସତ୍ତାରେ ଏବଂ ସମଗ୍ର ପ୍ରକୃତିରେ ଆମେ ଏକ ହେବା, ନିବେଦନ, ଏଇଟାକୁ କୁହାଯାଏ ଆତ୍ମନିବେଦନ। ଟୋଟାଲ କନସିକ୍ରେସନ, ସେଲ୍ଫ ଗିଭିଂ, କିଛି ଆଉ ଅଲଗା ଇଗୋକୁ ସାଟିସ୍ଫାଏ କରିବା ପାଇଁ କିଛି ବାକିଆ ନଥିବ, ବା ଆମର ଯୋଉ ସେଲ୍ଫ ଇଣ୍ଟରେଷ୍ଟ ଅଛି ତାକୁ ହାସଲ କରିବା ପାଇଁ କୌଣସି ଅବକାଶ ନଥିବ। ଭଗବାନ ପାଖରେ ନିଜକୁ ଦେଲା ଟୋଟାଲ ଭଗବାନ ହେଇଗଲି। ମୁଁ ନଦୀ ସାଗରରେ ମିଶିବି, ମୁଁ ସାଗର ହେଇଯିବି ନା, ମୁଁ ନଦୀ ହେଇକି ରହିବି କି? ତ ନଦୀ ସାଗର ନ ମିଶିବା ପର୍ଯ୍ୟନ୍ତ ସାଗର କେତେ ବଡ ତା ପରିଚୟ ସେ ପାଇବନି। କୂଅ ଭିତରେ ଥିବା ବେଙ୍ଗ ସମୁଦ୍ରରେ ଯାଇ ନ ପହଞ୍ଚିବା ପର୍ଯ୍ୟନ୍ତ ସମୁଦ୍ରଟା କେତେ ବଡ ସେ କୋଉ ଦିନ ତାର ଅଜ୍ଞାନତା ଦୂର ହବ? ସେ ସମୁଦ୍ରରେ ପହଞ୍ଚିଲେ ଜାଣିବ ସମୁଦ୍ରଟା କେତେ ବଡ। କୂଅ ଭିତରେ ଦେଖୁଛୁ ତମ ସମୁଦ୍ର କଣ ମୋଠୁ ବଡ? ଏ କୋଉଠୁ ବଡ? କିଏ ବୁଝେଇବ ତାକୁ? ତତେ ଦରକାର ସେ ବନ୍ୟା ଥର ଦରକାର, କୂଅ ପୁରିବ, ପାଣି ଉଠିବ, ତାପରେ ତୁ ଯୋଉ ସମୁଦ୍ରରେ ପହଞ୍ଚିବୁ, ସମୁଦ୍ରରେ ପହଞ୍ଚିବୁ ସେତେବେଳେ ଜାଣିବୁ ସମୁଦ୍ରଟା କଣ। ତତେ କିଏ ବୁଝେଇବ ଭାଷାରେ? ସେ ବୁଝିବାକୁ ନାରାଜ। ଆମେ ବର୍ତ୍ତମାନ ସେ ସଂକୀର୍ଣ୍ଣତା ଭିତରେ ଏମିତି କିଳି ହେଇଯାଇଛୁ, ଆମେ ବର୍ତ୍ତମାନ ଭଗବାନ କେତେ ବିରାଟ, କେତେ ବିସ୍ତୀର୍ଣ୍ଣ, କେତେ ପ୍ରସାର, କେତେ ଅସୀମ ବୁଝିବା ପାଇଁ ପ୍ରସ୍ତୁତ ନୁହଁ। ଆମେ ଆମ ସଂକୀର୍ଣ୍ଣତା ଭିତରେ ବାନ୍ଧିକି ରହିଛୁ। ତେଣୁ ସଂକୀର୍ଣ୍ଣତାର ଗଣ୍ଡିକୁ ଯୋଉଦିନ ଛିଣ୍ଡେଇବା, ବିଶାଳତାର ବୋଧକୁ ଆମେ ଯେତେବେଳେ ତିଆରି କରିବା, ସେତେବେଳେ ଆମ ଭିତରେ ଚୈତ୍ୟ ଆବିଷ୍କାର ସମ୍ଭବ ହେଇପାରିବ। ସମୟ ଦେଲାଣି, ଆଲୋଚନା କରି ରଖୁଛି। ଧନ୍ୟବାଦ।